କରତଟି ଜୀବନ ବାବୁଙ୍କର କାନ୍ଧ ଉପରେ ରଖିଥିବେ ଏବଂ ଜୀବନ ବାବୁ କରତଟି ତାଙ୍କ କାନ୍ଧ ଉପରୁ ବାହାର କରି କହିବେ, ଜ୍ୟୋତି ଏଇ କରତ ଭଳିଆ ତୁମେ ମୋ ସମ୍ପର୍କକୁ ବି ଫିଙ୍ଗିଦେଲ ନା, ତୁମ ଉପରେ ମୋର ଆଉ ଜମା ବି ଭରସା ନାହିଁ। ତାପରେ ଜ୍ୟୋତି କହିବେ, ନାଇଁ ସାନ ବାବୁ। ଯେତେବେଳେ ସେ କିଛି କହିବାକୁ ଯାଉଥିବେ ଜୀବନ ତାଙ୍କ ଓଠ ଉପରେ ଆଙ୍ଗୁଠି ରଖି କହିବେ, ଜ୍ୟୋତି ଚୁପ୍ ରୁହ, ଆଉ କିଛି ବି କୁହନି, ତୁମର ମିଛ ଶୁଣି ଶୁଣି ମୁଁ ଥକି ଗଲିଣି। ଠିକ୍ ସେତିକି ବେଳେ ମାନସୀ ଏଣ୍ଟ୍ରି କରିବେ ରୁମ୍କୁ ଏବଂ ଦେଖିବେ ଜ୍ୟୋତି ଏବଂ ଜୀବନ ଏକାଠି ଅଛନ୍ତି, ପାଖାପାଖି ଅଛନ୍ତି। ସେ ରାଗରେ ଏକ ଫୁଲଦାନୀକୁ ଧରି ଜୋରରେ କଚାଡ଼ିବେ ଏବଂ ଚଟାଣ ଉପରେ ଫୁଲଦାନୀଟିକୁ ପକାଇଦେବେ। ଏହା ଦେଖି ଦୁହେଁ ଆଶ୍ଚର୍ଯ୍ୟ ହୋଇଯିବେ, କ'ଣ ହେଉଛି। ତାପରେ ମାନସୀ ରାଗିକରି କହିବେ ଜ୍ୟୋତିଙ୍କୁ, ଜ୍ୟୋତି ତତେ ମୁଁ କେତେଥର କହିଛି ତୁ ମୋ ସ୍ୱାମୀଙ୍କଠୁ ଦୂରେଇ ରହ, ତତେ କ'ଣ ମୁଁ ଲେଖିକି ଦେବି? ହଁ, ମୋ ସ୍ୱାମୀଙ୍କଠୁ ଦୂରେଇ ରହ ବୋଲି। ଜ୍ୟୋତି କହିବେ, ଅପା ତୋ ଲେଖା ଉପରେ ମୋର ଭରସା ନାହିଁ, କାହିଁକିନା ତୁ ଖୁବ୍ ମିଛେଇ, ତୁ ମୋର ସିଗ୍ନେଚର ବି କପି କଲୁ। ତାପରେ ଜ୍ୟୋତି ମାନସୀଙ୍କୁ ହଟେଇ ଠେଲି ଦେଇ ଜୀବନ ବାବୁଙ୍କ ପାଖକୁ ଯିବେ, କହିବେ ସେ ମୋ ସ୍ୱାମୀ ଥିଲେ, ଅଛନ୍ତି ଏବଂ ଜୀବନ ବାବୁ ମୋ ସ୍ୱାମୀ ରହିବେ।